ରାସ୍ତାରେ ଛୋଟ ପିଲାଟି ଅଳିଆ ଗୋଟଉ ଗୋଟଉ ପାଖ ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ହେଉଥିବା ବେଳେ ହଠାତ୍ ବାଜି ଉଠିଥିଲା ଜାତୀୟ ସଙ୍ଗୀତ। ଆଉ ପିଲାଟି ଅଳିଆ ଗୋଟାଇବା ବନ୍ଦ କରି ବସ୍ତାକୁ କଡ଼ରେ ରଖିଦେଇ ଜାତୀୟ ସଙ୍ଗୀତକୁ ସମ୍ମାନ ଦେଇ ଛିଡ଼ା ହୋଇଯାଇଥିଲା ସାବଧାନ ପୋଜିସନରେ। ସେ କେବେ ସ୍କୁଲ ଯାଇନି କି ପାଠପଢ଼ା କ'ଣ କେମିତି ହୁଏ ସେ ଜାଣିନି। ରାତି ପାଇଲେ ବ୍ୟାଗ୍ ଧରି ବାହାରି ଯାଉଛି ଅଳିଆ ଗୋଟାଇବା ପାଇଁ। ଆଉ ଏ ଅଳିଆ ଗୋଟାଇ ଯାହା ରୋଜଗାର କରେ ସେଥିରେ ଦି ଓଳି ଦି ମୁଠା ନିଜେ ଖାଏ ଓ ପରିବାର ପାଇଁ କିଛି ଖାଇବା ଯୋଗାଡ଼ କରେ। କେଉଁଦିନ ମିଳିଲେ ଖାଏ ଆଉ କେଉଁଦିନ ନ ମିଳିଲେ ଉପାସରେ ଶୋଇଯାଏ। କିନ୍ତୁ ଜାତୀୟ ସଙ୍ଗୀତକୁ କେମିତି ସମ୍ମାନ କରାଯାଏ ସେ କଥା ଏ ନିରୀହ ଶିଶୁଟି ଠିକ୍ ବୁଝିଛି। ତାର ବି ଇଚ୍ଛା ହୁଏ ସ୍କୁଲ ଯିବାକୁ, ତ୍ରିରଙ୍ଗାର ରଙ୍ଗରେ ସଜେଇ ହେଇ ଡ୍ରେସ୍ ପିନ୍ଧିବାକୁ। ସେ ବି ସ୍ୱପ୍ନ ଦେଖେ ଅନ୍ୟ ପିଲାଙ୍କ ଭଳି ସ୍ୱାଧୀନତା ଦିବସ ପାଳିବାକୁ। କିନ୍ତୁ ତାର ସବୁ ଇଚ୍ଛା ଆଉ ସବୁ ସ୍ୱପ୍ନ ଗୁଡ଼ିକ ଯେମିତି ସ୍ୱପ୍ନରେ ହିଁ ରହିଯାଏ। ସବୁଦିନ ରାତି ପାଇଲେ ସବୁ ସ୍କୁଲ ପିଲା ବ୍ୟାଗ୍ ଧରି ଘରୁ ବାହାରି ଯାଆନ୍ତି ସ୍କୁଲକୁ ଯିବାକୁ। ଆଉ ମାଆ ମାନେ କେତେ କ'ଣ ଖାଇବା କରି ଟିଫିନରେ ଭରି ଦିଅନ୍ତି, ଯାହାକୁ ନେଇ ଖୁସିରେ ପିଲାମାନେ ଯାଆନ୍ତି। ସବୁଦିନ ରାତି ପାଇଲେ ସବୁ ସ୍କୁଲ ପିଲା ବ୍ୟାଗ୍ ଧରି ଘରୁ ବାହାରି ଯାଆନ୍ତି ସ୍କୁଲ ଯିବା ପାଇଁ। ଇଏ ବି ବ୍ୟାଗ୍ ଧରି ଘରୁ ବାହାରିଯାଏ, ହେଲେ ହାତରେ ଖାଲି ଧଳା ବ୍ୟାଗ୍ ଧରି ସ୍କୁଲକୁ ପାଠ ପଢ଼ିବାକୁ ନୁହେଁ ଆଜ୍ଞା, ପେଟ ପାଇଁ ଦାନା ମୁଠେ ଯୋଗାଡ଼ କରିବାକୁ। ୟା ହାତରେ ସେଇ ରଙ୍ଗୀନ ଟିଫିନ୍ ବକ୍ସ ନଥାଏ, କିନ୍ତୁ ହଁ ପରିବାରର କଷ୍ଟ ଓ ଯନ୍ତ୍ରଣା ଭରା ବ୍ୟାଗ୍ଟିଏ ଥାଏ। ଦର୍ଶକ ବନ୍ଧୁ, ଆଜିକାଲିର ଶିକ୍ଷିତ ସମାଜରେ ଅନେକ ନେତା ମନ୍ତ୍ରୀ ବଡ଼ ବଡ଼ ବାବୁମାନେ ଅନେକ ଥର ଜାତୀୟ ସଙ୍ଗୀତକୁ ଭୁଲ ଗାଇବା ଓ ଜାତୀୟ ପତାକାକୁ ଅସମ୍ମାନ କରିବା ଭଳି ଅନେକ ଦୃଶ୍ୟ ସାମ୍ନାକୁ ଆସିଛି। କିନ୍ତୁ ନା, ଏ କୁନି ଛୁଆଟି ସ୍କୁଲ ଯାଇଛି ନା ପାଠ ପଢ଼ିଛି। ତଥାପି ଆଜି ତା ମନରେ ଜାତୀୟ ସଙ୍ଗୀତକୁ ଏମିତି ସମ୍ମାନ କରି ସେହି ଶିକ୍ଷିତ ଲୋକମାନଙ୍କୁ ନିଶ୍ଚିତ ଶିକ୍ଷା ଦେଇଛି। ପିଲାଟି ପାଠ ପଢ଼ିନି କି କେବେ ସ୍କୁଲ ଯାଇନି, କିନ୍ତୁ ମାଆର ପାଟି ଶୁଣି ଯେମିତି କଅଁଳ ଛୁଆଟି ଅଟକି ଯାଏ, ଠିକ୍ ସେହିପରି ଭାରତ ମାଆର ଗୀତକୁ ଶୁଣିବାକୁ ଏହି ଛୁଆଟି ମଝି ରାସ୍ତାରେ ଅଟକି ଯାଇଛି। ଆଉ ସଙ୍ଗୀତ ସରିବା ପରେ ସେଠାରୁ ବ୍ୟାଗ୍ଟୁ ନେଇ ପୁଣି ବାହାରି ପଡ଼ିଛି ନିଜ କର୍ତ୍ତବ୍ୟ ପଥରେ। ବ୍ୟୁରୋ ରିପୋର୍ଟ A1 ଓଡ଼ିଆ।